उपमुख्यमंत्री प्रभाती परिडाଙ୍କ ମନ୍ତବ୍ୟକୁ ନେଇ ସମ୍ବଲପୁରରେ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ନିକଟରେ ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେଠାରେ ଲୋକମାନଙ୍କ ସମସ୍ୟା ମଧ୍ୟ ଶୁଣୁଥିଲେ। ସେହି ସମୟରେ ଜଣେ ଅଙ୍ଗନବାଡି କର୍ମୀ କହିଥିଲେ, ବିଜେପି ସରକାରକୁ 2 ବର୍ଷ ହେଲାଣି। ସେ ଭାବିଥିଲେ ବିଜେପି ସରକାର ଆସିବା ପରେ ସେମାନଙ୍କର କିଛି ଉନ୍ନତି ହେବ, କିନ୍ତୁ ଆଗରୁ ଯେମିତି ଥିଲା ତାଙ୍କ ପରିସ୍ଥିତି ସେମିତି ଅଛି, କିଛି ବି ଉନ୍ନତି ହେଇନି। ଏ କଥା ଶୁଣିବା ପରେ ପ୍ରଭାତୀ ପରିଡ଼ା ବୋଧହୁଏ ରାଗି ଯାଇଥିଲେ। ତାଙ୍କୁ କହିଥିଲେ ନେତ୍ରୀଙ୍କ ଭଳି ଭାଷଣ ଦିଅ ନାହିଁ ଏବଂ କର୍ମୀ ଜଣଙ୍କ ମନ୍ତ୍ରୀଙ୍କୁ କହିଥିଲେ ଯେ ନେତ୍ରୀଙ୍କ ଭଳି ମୁଁ ଭାଷଣ ଦେବିନି ମ୍ୟାଡାମ, ମୁଁ ନିଜର ଦୁଃଖ କହୁଛି। ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ଘଟଣାକୁ ନେଇ ସନ୍ଦେହ ତମେ କଣ କହୁଛ? ଦେଖନ୍ତୁ, ଇଏ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଯାହା ସମ୍ବଲପୁର ଏକ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ ଏବଂ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସେଇ ଜାଗାରେ ଜଣେ ଅଙ୍ଗନବାଡି କର୍ମୀ ଉପମୁଖ୍ୟମନ୍ତ୍ରୀଙ୍କୁ ଏକ ଭାଷଣ ଭଳି ଲାଗିଥିବା ଏକ କଥା କହିଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଭାଷଣ ଦିଅ ନାହିଁ କର୍ମୀଙ୍କ ଭଳି। ସେ ଅଙ୍ଗନବାଡି କର୍ମୀ ଜଣକ ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦୁଃଖ ଜଣାଇଥିଲେ, କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କଥା ଭାଷଣ ପରିକା ଲାଗିଥିଲା, ଯାହାକି ଅଙ୍ଗନବାଡି କର୍ମୀ ସେ ତାଙ୍କୁ କହିଥିଲେ ଏଇଟା ଆମର ଭାଷଣ ନୁହଁ, ଇଏ ହଉଛି ଆମର ଦୁଃଖ। ଆମେ କିଭଳି ଭାବରେ ଅଙ୍ଗନବାଡି କର୍ମୀ ହେଇ ସରକାରଙ୍କର ସବୁ ପ୍ରକାର ଯୋଜନା ଆମ ମାଧ୍ୟମରେ କାମ କରାଯାଉଛି ଏବଂ ଯଦି ଦେଖିବା 10-11 ହଜାର ଟଙ୍କାରେ ସେ କିଭଳି ଭାବରେ ଚଳୁଛନ୍ତି। ଆଉ ଗୋଟେ ପଟେ ଯଦି ଦେଖିବା ଅଣ୍ଡା ଗୋଟାକ 10 ଟଙ୍କା ହେଇଥିବା ବେଳେ ଅଙ୍ଗନବାଡିରେ ତାଙ୍କୁ 6 ଟଙ୍କା 64 ପଇସାରେ ସେମାନେ ବିଲ୍ କରୁଛନ୍ତି। ଆଉ ଗୋଟେ ପଟେ ଯଦି ଦେଖିବା ସେ କହିଛନ୍ତି ଆମେ ଗୋଟିଏ ଇଞ୍ଜିନରେ ଠିକ ଭାବରେ ଦରମା ପାଇପାରୁନି ବୋଲି ଡବଲ ଇଞ୍ଜିନକୁ ଆଣିଲୁ, କିନ୍ତୁ ଡବଲ ଇଞ୍ଜିନ ଆସିବା ପରେ କିଛି ଆମର ସୁବିଧା ସୁଯୋଗ ହେଇପାରିଲାନି। ଇଏ ଏକ ପ୍ରସଙ୍ଗ କୋଉଠି ନା କୋଉଠି ଓଡିଶାର ରାଜ୍ୟବାସୀଙ୍କ ମଧ୍ୟ ଆନ୍ଦୋଳିତ କରୁଛି କୋଉଠି ନା କୋଉଠି। ସନ୍ଦୀପ ସେ ଚାହିଁଥିଲେ ମନ୍ତ୍ରୀ ଅଛନ୍ତି, ଲୋକଙ୍କ ସମସ୍ୟାଟାକୁ ସେଇ ବାଟେ ଡିଲ୍ କରିପାରିଥାନ୍ତେ, ବୁଝେଇ ପାରିଥାନ୍ତେ, କିନ୍ତୁ ଏଭଳି ଗୋଟେ ମଞ୍ଚ ଉପରେ ଜଣଙ୍କୁ କହିଦେବା ଭାଷଣ ନେତ୍ରୀଙ୍କ ଭଳି ଦିଅ ନାହିଁ, ଠିକ କି? ଯେତେବେଳେ କି ସିଏ ବି ଜଣେ ନେତ୍ରୀ। ଦେଖନ୍ତୁ, ଏଇଟା ତ ହଉଛି କଥା ଓଡିଶାବାସୀଙ୍କ ମନରେ ବର୍ତ୍ତମାନ ଇଏ ଏକ କଥା ଉଠୁଛି ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ କଥା ଶୁଣୁଥିଲେ, ସାଧାରଣ ଲୋକଙ୍କ ପାଖକୁ ଯାଉଥିଲେ ଏବଂ ଲୋକମାନଙ୍କର ଦୁଃଖ ସୁଖ ମଧ୍ୟ ବୁଝୁଥିଲେ। ଆଜି ଯେତେବେଳେ ଉପମୁଖ୍ୟମନ୍ତ୍ରୀ ହେଇଯାଇଛନ୍ତି, ସବୁତକ ପାୱାର ତାଙ୍କ ହାତ ମୁଠାରେ ଅଛି, ସେ ଯେମିତି ଚଲେଇବେ ଶାସନ ବ୍ୟବସ୍ଥାକୁ, ତ ସେ ଭାବିଛନ୍ତି ସେଇପରିକା ଲୋକମାନେ ତାଙ୍କୁ ମାନେ କଣ ଗୋଟେ କହିପାରିବେ, ଯଦି ଲୋକମାନେ ତାଙ୍କ ମାଧ୍ୟମରେ ଚାଲିବେ, ଲୋକମାନେ ତାଙ୍କ ଅଣ୍ଡରରେ ଚାଲିବେ, ଇଏ ଏକ ଗୋଟେ ଭିନ୍ନ ମନ ରହୁଛି କୋଉନା କୋଉଠି ଭାରତୀୟ ଜନତା ପାର୍ଟି ପ୍ରତି ଯଦି ଦେଖିବା। ତେବେ ଏହି ଦୃଶ୍ୟ ଦେଖିବା ପରେ ଆଗକୁ ଆଉ କଣ ଚିତ୍ର, ମାନେ ଆଗକୁ କଣ ଆପଣଙ୍କୁ ଲାଗୁଛି, ମାନେ କଣ ଉପମୁଖ୍ୟମନ୍ତ୍ରୀ ଆଉ କହିବେ କି କଣ କରିବେ? ଦେଖନ୍ତୁ, ଏ ଉପମୁଖ୍ୟମନ୍ତ୍ରୀଙ୍କ କଥା କହିବା ନ କହିବା ଏଠି କଥା ପଡିନି। ଏଠି କଥା ପଡିଛି ଜଣେ ସାଧାରଣ ଅଙ୍ଗନବାଡି କର୍ମୀ, ଯେ ସାଧାରଣ ଗରିବ ଘରର ଲୋକଟିଏ ହେଇଥାଇପାରେ, ଯାହା ଘରେ ମୁଖ୍ୟ ଚାଉଳ କହିଲେ 2 ଓଳି ସେ ଖାଆନ୍ତି। ସେ ଏକ ଓଡିଶାର ବିଭିନ୍ନ ଜାଗାରେ ମଧ୍ୟ ଏମିତି ଅଙ୍ଗନବାଡି କର୍ମୀ ଅଛନ୍ତି, ଯେ ହାତରୁ ମଧ୍ୟ ପଇସା ଦେଇକି ପିଲାମାନଙ୍କୁ ଖାଇବା ମଧ୍ୟ ଦେବାର ଚିତ୍ର ମଧ୍ୟ କୋଉଠି ନା କୋଉଠି ଆସିଛି। ଅଣ୍ଡା ଗୋଟାକ 10 ଟଙ୍କା ବିଲ୍ କରୁଛନ୍ତି 6 ଟଙ୍କା 64 ପଇସା, ତ ସେ କୋଉଠି ପଇସାଟା ଆଣିବେ ଅଙ୍ଗନବାଡି କର୍ମୀ, ଯେ ଏତେ ପଇସା ତାଙ୍କ ହାତରୁ ସେ କୋଉଠି ଆଣିଦେବେ? ଇଏ କଥା ଯଦି ପ୍ରଭାତୀ ପରିଡ଼ାଙ୍କୁ ବାଜି ଥାଇପାରେ, ତା ପାଇଁ ସେ ଅଙ୍ଗନବାଡି କର୍ମୀ ମଧ୍ୟ ଦାୟୀ ନୁହେଁ ବୋଲି ଆଶା କରାଯାଉଛି।